ସିନିୟର ଲୋକ ଥାନ୍ତୁ ପୁରୁଣା ଲୋକ ଥାନ୍ତୁ ଏମିତି ସବୁ କହନ୍ତି। ସେ ଅନୁସାରେ ଏବେ ଆମେ ଦେଖୁଛୁ ଯେ ପ୍ରଭୁ ଆମକୁ କାହିଁକି ଦାୟିତ୍ୱ ଦେଇଛନ୍ତି ଆମେ ବେଳେ ବେଳେ ପ୍ରଭୁଙ୍କର କାର୍ଯ୍ୟ କରିବା। ଆମକୁ ପ୍ରଭୁ ଆମେ କିଏ କୋଉ ପ୍ରକାର ଥିଲେ ବି ପ୍ରଭୁଙ୍କୁ ଆହ୍ୱାନ କରି ତାଙ୍କର ନିଯୁକ୍ତି କରିଛନ୍ତି। କଣ ନିଯୁକ୍ତି କରିଛନ୍ତି? ପାଳକ। ହାଲେଲୁୟା। ଯୋଉ ପାଳକର ଅର୍ଥ ହେଲା ଆମେ ଅନ୍ୟମାନଙ୍କୁ ପାଳନ ମଧ୍ୟ କରିବା, ଅନ୍ୟମାନଙ୍କୁ ଆମେ ସେବା କରିବା, ଅନ୍ୟ ପ୍ରଶଂସା କରିବା। କାଲି ଗୋଟେ ଜାଗାରେ ଜଣେ ପ୍ରଭୁଙ୍କ ଦାସ ପ୍ରଚାର କରୁଥିଲେ ଏ ପାଖରେ ଆକା ଆଉ ସେଇଠାରେ ମତେ ବି ଟିକେ ଡାକିଥିଲା, ମତେ କହୁଥିଲେ। ମୁଁ ସେଇଠି ଗୋଟେ ବିଷୟ କହିଲି ଯେ କଣ ଗୋଟେ ଜାଗାରେ ଜଣଙ୍କ କାର୍ଯ୍ୟ କଣ ହେଲା, ଗୋଟେ ଜାଗାରେ ଜଣଙ୍କୁ ଧରାମରା କରି ଗୋଟେ ଜାଗାରେ ଫୋପାଡ଼ି ଦେଇଥିଲେ। ବାଇବଲ ଦେଖେ ଜଣଙ୍କୁ ଫୋପାଡ଼ି ଦେଇଥିଲେ। ସେଇଠି 3 ଜଣ ଯାଉଥିଲେ, ଦେଖିଲେ 3 ଜଣ ଯାକ। ପ୍ରଥମ ଦେଖିଲେ କିଏ? ପାଳକ। ଦ୍ୱିତୀୟ ଦେଖିଲେ କିଏ? ଲେଡି ଲୋକ। ତାପରେ ତୃତୀୟ ଦେଖିଲେ ଜଣେ ସମରଣ ବା କରଗ୍ରାହୀ ନାଇଁ ଯିଏକି ପାପୀ ଲୋକ। ଏଇ 3 ଜଣଙ୍କ ମଧ୍ୟରେ ଜଣେ କଣ କରୁଥିଲେ ଦେଖିଦେଲେ ଯେମିତିକି ଯାହାକୁ କି ନିଜ କିଛି ମୁଁ ପାଳନ କରେ, ମୋ କହିଲି ନିଜକୁ ପାଳନ କରିବା ଲୋକ ସେ କଣ କରୁଛି ଯାଜ କହିଲେ ବି ତାହାକୁ ସେ ଛୁଇଁ ନାହିଁ। ଛୁଇଁଛି କାହିଁକି? ଛୁଇଁଲା ନାହିଁ ତାକୁ। ସେ ଧୀରେ ଧୀରେ ସାଇଡ୍ ମାରିକି ପଳେଇଲା। ଆଉ ଜଣେ ମଧ୍ୟ ଲେଡି ଲୋକ ଯିଏ କିଛି ଆସିଲା, ସେ ବି ଦେଖୁଛନ୍ତି ପାରସୀ ଲୋକ, ସେ ଦେଖିଲା ସେ ମଧ୍ୟ ସାଇଡ୍ ମାରିକି ଗଲା। ଯିଏକି ପାପୀ, ଯିଏକି ପ୍ରଭୁଙ୍କ ସହିତ ଯାଇ ନାହିଁ, ସେ ଲୋକ ତାକୁ ନେଇକରି ଗୋଟେ ଧର୍ମଶାଳାରେ ରଖିଛି। ଆଉ ପୁଣି ତା ପ୍ରତି ସେ ଭଲ ବ୍ୟବହାର ଦେଖେଇଛି କି ନାହିଁ? ସେପରି ଆମେ ଏଇ ଯୋଉ ଆମକୁ ଯୋଉ ପଳ ଦେଇଛନ୍ତି ପ୍ରଭୁ, ଆମେ ଗୋଟେ ପାଳକ। ଆମର ସାଧାରଣ ମାନେ ମିନିଷ୍ଟ୍ରି ହଉ କିମ୍ବା ବଡ଼ ମିନିଷ୍ଟ୍ରି ହଉ କିମ୍ବା ବଡ଼ ଚର୍ଚ୍ଚ ହଉ କି ସାଧାରଣ ଚର୍ଚ୍ଚ ବି ହଉ, କାହାର ତ 3ଟା ମାନେ କଣ ମେଷ ଅଛନ୍ତି, କାହାର ତ 50ଟା ଅଛି, କାହାର 10ଟା ଅଛି, 20ଟା ଅଛି। ତଥାପି ସେମାନଙ୍କ ଆଦର୍ଶ ରୂପେ ଆମେ ପାଳନ କରିବା ଆବଶ୍ୟକ। ହାଲେଲୁୟା। କିନ୍ତୁ ବାଧ୍ୟରେ ନେଉ କି ନାଇଁ, ବାଧ୍ୟରେ କି ଆମେ ନୁହଁ କି ଜବରଦସ୍ତ ନୁହଁ, କିନ୍ତୁ ସେମାନଙ୍କ ସହିତ ଆମେ ସୁଛନ୍ଦରେ ସେମାନଙ୍କ ସହିତ ଆମେ ବ୍ୟବହାର ଦରକାର। ପୁଣି ସେମାନଙ୍କୁ ଆମେ ପରିତ୍ୟାଗ ହେବା ଦରକାର। ଏଇଟା ଦାୟିତ୍ୱ ପ୍ରଭୁଙ୍କର ବାକ୍ୟ ଆମକୁ କହେ। ସେଥିପାଇଁ ଏଠି ଯୋଉ ବିଷୟ ଲେଖା ହେଇଛି ଆମେ ଗୋଟେ ବିଷୟ ଦେଖୁଛୁ ଆଉ 3 ପଦରେ, ପୁଣି ଯୋଉମାନଙ୍କର ଦାୟିତ୍ୱ ଭାର ତୁମମାନଙ୍କ ହସ୍ତରେ ସମର୍ପିତ ଅଛି, ସେମାନଙ୍କ ଉପରେ କର୍ତ୍ତବ୍ୟ ନ କରି କଣ ପଳର ଆଦର୍ଶ ରୂପ ହୋଇ ତାହା କର। ହାଲେଲୁୟା। ବେଳେ ବେଳେ ପାଳକ ମାନଙ୍କ ମଧ୍ୟ ଲୋକମାନେ କଣ କରନ୍ତି? ଶାସନ କରନ୍ତି କି ଆଜ୍ଞା? କରୁଛନ୍ତି। ବେଳେବେଳେ ପାଳକ ମାନଙ୍କୁ ମଧ୍ୟ ଶାସନ କରନ୍ତି। ମୁଁ ଏ ବିଷୟରେ ବହୁତ ଜାଗାରେ କରେ। ମୁଁ ଯେ ପାଳକକୁ ଯଦି ସେ କିଛି ପ୍ରଭୁଙ୍କର ଆଶୀର୍ବାଦ ସେ ପାଇବା ସମୟରେ ଆଉ ଜଣେ କଣ କହୁଛନ୍ତି? ନାଇଁ ନାଇଁ ଏଇଟା ନାଇଁ କହୁଛନ୍ତି ନାଇଁ ଆମ ଦରକାର ସସ୍ପେଣ୍ଡ କରିଦେବେ କହୁଛନ୍ତି। ମାନେ ଆମ ଭାର ଅଛି, ଆମେ ସେଇ ଭାରର ପାଳକ ନ ହେବା, ଆମେ ଦାୟିତ୍ୱ ଭାରର ପାଳକ ହେବା ଦରକାର। ପୁଣି ଆମେ ପ୍ରଭୁଙ୍କର କାର୍ଯ୍ୟରେ ରହିବା ପାଳକ ହେବା ଦରକାର। ସେମାନେ ଯାହା ବି କୁହନ୍ତୁ ଗୋଟେ ମଣ୍ଡଳୀକୁ ଆମେ ଭଲ ଭାବରେ ସେବା କରି ସେମାନଙ୍କୁ ଉତ୍ସକୁ ନେବା ଆଉ ସେମାନଙ୍କୁ ଆମେ ଭଲ ପଥ ଶିଖେଇବା ଆଉ ଭଲ ପଥ କରିବା। ତାହେଲେ ଆମେ ଏଇ ଜଗତରେ ଯାହାକି ପୁରସ୍କାର ପାଇବା ଆମେ ନୁହଁ। ଏ ଜଗତ କିଛି ପୁରସ୍କାର ପାଇବା କି ନାହିଁ? ମହାଯାଜକ ଯିଏକି ଆସୁଛନ୍ତି, ସେ ଆସିବା ସମୟରେ ଆମେ ସେଇ ମହା ଅମ୍ଳଜାନର ମୁକୁଟ ପାଇବା। ସେଥିପାଇଁ ଆଜି ଆମେ ପ୍ରଭୁଙ୍କ କାମ କରୁ। ଦୁଃଖ ସୁଖ ଘର ଦ୍ୱାର ଛାଡ଼ିକରି ମଧ୍ୟ। ଆଉ ଗୋଟେ ବିଷୟ ମୁଁ ଦେଖୁଛି, ଯଦି ପାଇବ ଟିକେ ପଢନ୍ତୁ, ଲୋକ 14 ପର୍ବ 26 ପଦର ଗୋଟେ ବଡ଼ ବିଷୟ ଲେଖା ହେଇଛି। ଆଉ ଏ ବିଷୟ ମଧ୍ୟ ଆମ ଜୀବନରେ ଥିବା ଦରକାର। ତେବେ ଯେ ଆମେ ଗୋଟେ ମିନିଷ୍ଟ୍ରି ଗଠନ କରିପାରିବା, ସେବା କାର୍ଯ୍ୟ ଗଠନ ହେଇପାରିବ। ଲୋକ 14 ପର୍ବ 26 ପଦ 26 ପଦ ଲେଖା ହେଇଛି, କେହି ଯେବେ ମୋ ନିକଟକୁ ଆସି ଆପଣା ପିତା ମାତା ଭାର୍ଯ୍ୟା ସନ୍ତାନ ଭ୍ରାତା ଓ ଭଗ୍ନୀ ମାନଙ୍କୁ ଏପରିକି ଆପଣା ପ୍ରାଣକୁ ସୁଦ୍ଧା ଅପ୍ରିୟ ଜ୍ଞାନ ନ କରେ, ତେବେ ସେ ମୋର ଶିଷ୍ୟ ହୋଇପାରିବ ନାହିଁ। ଏଇଟା ବି ଆମେ ଜାଣୁଛୁ। ବେଳେ ବେଳେ ଯଦି ଆମେ ଗୋଟେ କାମ କରିବା, ପ୍ରଭୁଙ୍କ ସେବା କାମ କରୁଛୁ ବେଲେ ଆମେ କଣ କରୁଛୁ? ଆମ ଘର ଦ୍ୱାର ବାପା ମା ମାନଙ୍କୁ ମନେ ପକଉ ଆଉ ସେବା କାମ କରିବା ଦ୍ୱାରା କଣ ହଉଛି? ଆମର ଯୋଉ ପଳ ଯାକ ଅଲଗା ହଉଛନ୍ତି ନା। ଆଜି ଆମ ପଳ ଯାକ ଅଲଗା ହେଇକରି ଆମେ ଯୋଉ ପଳଟା ଆଉ ସେ ପଳ ଉଠେ ନାହିଁ, ତାହେଲେ ଆମେ କାହାକୁ ପ୍ରତିପାଳନ କରିପାରିବା କି ନାହିଁ? ସେ ଲେଖା ହେଇଛି, କେହି ଯେବେ
ମୋ ନିକଟକୁ ଯେତେବେଳେ ପ୍ରଭୁଙ୍କ କାମ କରିବା ବୋଲି ଆମେ ବାହାରୁ ପ୍ରଭୁଙ୍କ ସେବା କରିବାକୁ ଯାଉଛୁ ସେଇ ସମୟରେ ଯଦି ଆମେ ମନେ ପଡ଼େ ଆମ ବାପା ହଉ ମା ହଉ ଭଉଣୀ ହଉ ଯାହାକୁ ଯଦି ଆମେ ପ୍ରେମ କରୁଛୁ ସ୍ନେହ କରୁଛୁ ନାଇଁ ମୁଁ ଘର ଛାଡ଼ି ଯିବି ନାହିଁ ମୁଁ ଆଜି ସମୟ ନାହିଁ ମୁଁ ଆଜି ଗିର୍ଜାକୁ ଯିବି ନାହିଁ ମୁଁ ଆଜି ସେ ଘରକୁ ପ୍ରାର୍ଥନା କରିଯିବି ନାହିଁ ଏମିତି ଯଦି କହିବା ପ୍ରକୃତ ଦାସ ହୋଇପାରିବା ନାହିଁ। ଆମେ ଏଇସବୁ ତ୍ୟାଗ କରି ପ୍ରଭୁଙ୍କ ସେବା କାର୍ଯ୍ୟ ପାଇଁ ନିଷ୍ପତ୍ତି ନେବା ତାହେଲେ ଆଗକୁ ପ୍ରଭୁଙ୍କର ଗୌରବ ବଢ଼ିବ। ମୁଁ ଏତିକି କହି ରହୁଛି ପ୍ରଭୁ ଅଳ୍ପ ବାକ୍ୟ ସମସ୍ତଙ୍କୁ ସାହାଯ୍ୟ କରନ୍ତୁ। दर्शक बंधु बर्तमान जो भिडियोटी देखिले ताहा देखिकी ही आपण सब बुझी पारिथिबे तो मु कहिबार किछि नाही किंतु गोटे विषय कहिबी ताहा हेउछि यीशु ख्रीष्टंकर सुसमाचार कोणे कोणे पहुंचैबार अछि ताहा किपरि आमे पहुंचैबार एकमात्र बाट हैला जे एही भिडियो को आपण माने देखंतु एवं समस्त को शेयर करंतु शेयर करबा द्वारा सारा पृथ्वी रे भिडियोटी पहुंची पारिबो तो आपण माने अबाध्य न होई कि भिडियोटी को शेयर करंतु जेहेतु यीशु ख्रीष्टंकर आगमन सन्निकट सेतिमा यीशु ख्रीष्टंकर सुसमाचार सारा पृथ्वी रे प्रचार हेबा दरकार अछि। तो आज पाई एतिकी पुणी देखा नेक्स्ट वीडियो रे सही वीडियो पर्यंत समस्त को बाय बाय गॉड ब्लेस।